ଓ ମାରି ଚାଲ ଖାଇ ଚାଲ। ସନ୍ଧ୍ୟାବେଳେ ଆଜି ବସ୍ତୁରେ ହଠାତ୍ ଏ ବାଇଗଣ ଟମାଟୋ ବଡ଼ି ଇଏ ଜିରା ଲଙ୍କା ଗୁଣ ପଡ଼ି ପୁରା ଦବାଦବି ହେଇଛି ଦେଖିଆ ଆଜ୍ଞା ସନ୍ଧ୍ୟାବେଳେ ପଖାଳ ଖିଆ ତା ସହିତ ଏଇଟା ଖଣ୍ଡଗିରି ପାଇଁ ପଖାଳ ଖିଆ ହେଉଛି ତା ସହିତ କାକୁଡ଼ି ସହିତ ବଡି ଫିଟ୍ ରହିବ ଖଣ୍ଡଗିରିରେ। ଜିରା ଲଙ୍କା ଗୁଣ୍ଡ ମୋଡ଼ା ହେଇଛି ରେଡି ତା ସାଙ୍ଗରେ ସୁଜନା ଛୁଇଁ ତାପରେ ଶାଗ ବଡ଼ି ଏଠି ଭଜା ଆଚ୍ଛା ତାପରେ କଦଳୀ ଭଜା ଆଚ୍ଛା ଏ ଯେଉଁ ଭଜା ଉପରେ ପଖାଳ ଖାଇବା ତା ଦେହରେ ମଜା। ଏ ଯେଉଁ ଏ ଭଜାରେ ମଜା ଭଜାରେ ପଖାଳ ଖାଇବା ମଜା। ହଁ ଏଇଟା କେତେ ଟଙ୍କା এটা পুরি সরিষ পুরি সরিষ আগে যে এটা କହିଲି ସଜନା ଛୁଇଁ ଆଳୁ ବାଇଗଣ এটা ଶାଗ ବଡ଼ି ଇଏ ପଖାଳ ସାଙ୍ଗକୁ ଅତି ଟେଷ୍ଟି ଦବ ମାଡ଼ି ଆଚାର ଭାଇ ଦରକାର କି କିଏ ଦେବ ଏଇ ଯେଉଁ କିଣା ଆଚ୍ଛା ଜାଣିନେ ଖାଇବା ଖାଇବା ଖରାପ ପଡ଼ିଲାଣି ପଖାଳ ଖାଇବାର ମଜା ଟିକେ ଅଲଗା ସବୁବେଳେ ବିଶେଷ କରି ଆମେ ଯେଉଁ ଯାତ୍ରା କଳାକାରମାନେ ସବୁ ଅଭିନୟ କରୁ ଆମର ତ ସବୁ ଆଜ୍ଞା ରାତିରେ କାମ ସନ୍ଧ୍ୟାବେଳେ ଯାହା ବି ଶୋଇବାକୁ ପଡ଼ିବ ତେଣୁ ଆଉ କ'ଣ କରିବୁ ଏଇଠି ପଖାଳ ହେଇଗଲେ ସବୁ ଆଇଟମ୍ ଥିଲା କିନ୍ତୁ ଖଟା ଆଇଟମ୍ଟା ନଥିଲା ତା ଆସିଗଲା ବର୍ତ୍ତମାନ ଆଚାର ଟିକେ ଲାଗିଲେ ପାଟିରେ ଭଲ ଲାଗିବ ଆଚାର ଟିକେ ଲାଗିଲେ ଭଲ ଲାଗିବ। ଆଉ ସନ୍ଧ୍ୟାବେଳେ ପଖାଳ ଦିଟା ଖାଇଦେବ କାଠି ଛଅ ପକେଇଦେବ ଶୋଇପଡ଼ିବ ମଜା ଅଲଗା ଆସେ ଆଜି ଆମେ ଚୌଦ୍ୱାର ଏରିଆ ଏଇଠୁ ଯୁଦ୍ଧ ଆରମ୍ଭ ହବ ଜାଣିଛ ନାଇଁ ହଁ ଏଇଠୁ ଯୁଦ୍ଧ ହବ ସମସ୍ତେ ଧ୍ୟାନ ଦେଇ ବୁଝୁଛୁ ବୁଝିଲୁ ଆମେ ଏଇ ଯେଉଁ ଚୌଦ୍ୱାରରେ ଅଛନ୍ତି ମାଟି ଖୋଳିବୁ ଏଠି ଅସ୍ତ୍ର ଶସ୍ତ୍ର ଅଛି ଯୁଦ୍ଧ ଏଠି ହବ ଏଠି ପ୍ରବଳ ଗରମ 5 ଝାଡ଼ଖଣ୍ଡ 6 ରାତି ଯାଉଛି ଗରମ କମୁ ଆଉ କମୁ ଗରମ ପଡ଼ିଗଲାଣି ପୁରା ଆଉ ଛାତ ଘର ତାତି ଯାଉଛି ଶୋଇବୁ କ'ଣ 8ଟା ଏଇ 9ଟା ବାଜିଲେ ଶୋଇବା କଥା ବର୍ତ୍ତମାନ କେହି ଭାଇ ବର୍ତ୍ତମାନ 8:30 ବାଜିବ 8:30 9ଟା ବେଳେ ଶୋଇବା ଶୋଇବା 2-3 ଘଣ୍ଟା ଶୋଇବା କଥା ସକାଳେ 2-3 ଘଣ୍ଟା ସନ୍ଧ୍ୟାରେ 2-3 ଘଣ୍ଟା 6-7 ଘଣ୍ଟା ହେଲେ ଶୋଇଲା କ'ଣ କରିବା ବାଣ୍ଟି କୁଣ୍ଟାକୁ ତ ସେଥିରେ କ'ଣ ଖାଇଲେ କୋଭିଡ କ'ଣ ମାନେ ଆସିଲା ଦରକାର ନାହିଁ ମାନେ ଟ୍ରେନରେ ଖାଉଛି ହଁ ଗାନ୍ଧାଇ କ'ଣ କିଣିଲେ ଗରମ ଭାତ ମାନେ ଗରମ ଭାତଟା ସେ ଜଗନ୍ନାଥ ମନ୍ଦିର ଯାଇଥିଲେ ଆଉ ସେ ଖୋଲା ହେଇନଥିଲା ଟିଫିନ୍ ଏ ବରା ପିଆଜ ତେଲ ଜିନିଷ ଖାଇବା ଭଲ ଲାଗୁନି ପଖାଳ ଦିନ ଖାଇଛି ଆଉ ଆସି ଗରମ ଅବସ୍ଥା ନାହିଁ ତା ପାଣି ନ ପଡ଼ିଲେ ଖାଇ ଦେଇଥାନ୍ତା କିଣିଲେ ଥିଲା କିଏ ଆଉ ଧୁଆ ଧୁଇ ଏତେ ପରିଶ୍ରମ କରୁଛି ତା ତ ଥଣ୍ଡା ଦେହ କ୍ଷୀର ଖାଇବନି ପଖାଳ ବରା ପିଆଜ ଖାଇଦେଲା ଆଉ ଖାଇନି ବେଳେବେଳେ କିନ୍ତୁ ଦଳାଟା ବେଷ୍ଟ ହେଇଛି
ଆଉ ଲଙ୍କାଟା ପୋଡ଼ି ପକେଇ ଦିଅନ୍ତି ଆହୁରି ବଢ଼ିଆ ହେଇଥାନ୍ତା। ତାପରେ ରହିଗଲା ନା ସେ ଟଙ୍କା ଥିଲେ ଆମର ଅନ୍ଦାଜ ଥିଲେ ପୋଡ଼ି ଦେଇଥିଲେ ବାସି ଦଉନ କୁଆଡ଼େ ଯାଇଥିଲେ ବୁଲିବାକୁ ସେ ପୋଡ଼ି ଦେଇଥିଲେ ବଢ଼ିଆ ହେଇଥାନ୍ତା। ଜିରା ମଟର ଖଣ୍ଡେ ଯାହା ଭିତରେ ବଞ୍ଚଉଛି ନ ଏଇଟା ସେ ସାଙ୍ଗେ ସାଙ୍ଗେ ଭଜା ହେଲା ପଡ଼ି ସାଙ୍ଗେ ସାଙ୍ଗେ ଟମାଟୋ ସେଠି ଦଳା ହେଲା ଲଙ୍କାଟେ ପୋଡ଼ା ହେଇଯିବ। ଏଇଟା ମୋର ଫେଭରାଇଟ୍ ଖାଦ୍ୟ। ଏଇଟା ମୋ ବୋଉ ପୁରୀ ମୋତେ ଦେଇଦେବ ବାସ୍ ପଖାଳ ଦେଇଦେବ ମୁଁ ରେଡ଼ି ପିଲାଦିନ। ତାପରେ ଶୁଖୁଆ ବି ଟିକେ ହେଇଯିବ। ଶୁଖୁଆ ଦବାଇ ରଖିଛି ବାରି ଏବେ କାହାକୁ ଆଇଁଷ ପଶିବନି ହରିଆଟ ଚାଲିଛି ଆମର। ଆମେ ଅଛୁ ଚୌଦ୍ୱାର ଅଙ୍ଗତରା ଢିଅ 14 3 କିଲୋମିଟର ଭିତରେ ଏଠୁ ଯିବୁ ଖଣ୍ଡଗିରି। ଆଜି ହେଲା ମଙ୍ଗଳବାର କାଲି ବୁଧବାର ପରଦିନ ଗୁରୁବାର ତାପରେ ମୁଁ ଶୁକ୍ରବାର ଆମେ ଯିବୁ ଖଣ୍ଡଗିରି 23 ତାରିଖ। ତୁ ଏତିକି ଗରମ ଖାଇବୁ ଆଉ ପଖାଳ ପାଣି ପିଇ ଖା ମଜାଟା ପାଇବୁ। ଗରମ ସେ ମଜାଟା ପାଉନଥିବୁ। ଜଗନ୍ନାଥ ଶ୍ରୀମନ୍ଦିର ପଖାଳ ଖାଇ ଶୋଇବେ ଆଉ ସେ ପୁଣି ପଖାଳ ଭାତରେ ତାଙ୍କ ଘିଅ ପଡ଼େ। ପଖାଳ ଭାତରେ ଘି ତ ବୋପା ଖାଇଥିଲା କି ଆଉ କେବଳ ଗୋଟାଏ ଲୋକ ଖାଇ ଜଗା ପଖାଳ ଭାତରେ ଘିଅଟା ପକେଇଲେ ସେ ପାଣିରେ ଘିଅଟା କ'ଣ ହବ ଭାସିବ ସେ ଖାଇବ ଭିତରେ ଭାସିବ ଘିଅ ଝାଡ଼ା ହେଇ ମରିଯିବୁ ସମ୍ଭାଳି ପାରିବିନି କି। ସଜନା ଛୁଇଁ ଆମ ମିଲନ ଭାଇ ଯିଏ ଅଛନ୍ତି ଆଙ୍କରିଂ କରୁଛନ୍ତି ସେ କହିଲେ ଦେଶୀ ସଜନା ଛୁଇଁ ଆସିଛନ୍ତି ନା କ'ଣ ଧରିଲୁ ଦେଶୀ ସଜନା ଛୁଇଁଟା ବଢ଼ିଆ ନା ଭଲ ଯେ କିନ୍ତୁ ସେ କହୁଛି ଆମେ ଖାଇକି ଆସିଲା ପରେ ଦିନ 3ଟା 4ଟା ନା କେତେ ହେଲା ସେତିକି କହୁଛୁ ସେ କରିକି ଖାଇଛନ୍ତି ଆଗ କ'ଣ ଲାଗୁଛି ଦେଖିଲା ପରେ କହିଛନ୍ତି ଆଉ କୁଆଡ଼େ ଗଲା ରାଜା ତୁ ଗୋଟେ ପିଲା କୁଆଡ଼େ ଯାଇଥିଲୁ ବଜାର ଯାଇଥିଲୁ ତୁ ଆଣିବା କଥା ଭାଇ ଖାଇବ କ'ଣ ଆଣିଲୁ ଆଉ ହଉଛି ଆମର ବ୍ରେଡ୍ ଚପ୍ ତୁ କ'ଣ ଖାଇଲୁ ମୁଁ ଝାଳ ମୁଢ଼ି ଖାଇକି ପଖାଳ ଖାଇଲୁ ଗୋଟେ କାମ କର କଞ୍ଚା ଲଙ୍କା ଆସିନି ତୁ ନଥିଲୁ ଖାଇବା ସବୁ ଅଧା ହେଲାଣି ନା କାକୁଡ଼ି କଞ୍ଚା ଲଙ୍କା ନା ଆଉ ପାଟି ଆମେ ଏମିତି ହେଲାଣି ଝାଳ ବୋଇଲାଣି ନା ଆଉ କ'ଣ ଖାଇବା ମଜା ବହି ହିଟ୍ ହେଉନି ଆଉ ସକାଳୁ ଟିକେ ଗାଧୋଇଲା ଆଳୁ ଆଳୁ ସେଟା ରାଗ କରିଥିଲୁ ତୁ ରୁଟି ଭଲ କାମ କଲା ମୁଁ ସେଇ ରୁଟି ଖାଇଲି କ୍ଷୀରରେ ଖାଇଲି ମୁଁ ସେ ଗାଣ୍ଡୁଆ ତାର ବସି ଖାଉଛି ତୁ ଖାଉଛୁ ଗାଣ୍ଡୁଆ ସିଏ କୁଆଡ଼େ ଗଲା କି ନା ସିଏ ଯାଇଛି ମଠକୁ ଭିଡ଼ିଓ ମାନେ ପୁରା ଭିଡ଼ିଓ ଇଏ କଞ୍ଚା ଲଙ୍କାରେ ବାସନା ନାହିଁ ରେ ନା ଛୋଟ ଛୋଟ ଇଏ ବଡ଼ ବଡ଼ ଗୁଡ଼ା କାମ ନୁହଁ ଇଏ ଯୋଉ ବୁଢ଼ା ଦେଲେ ଲଙ୍କା ଇଏ କାମ କେତେ କେତେ ଲଙ୍କା ଦେଲୁ ବାପ ହାଇବ୍ରିଡ୍ ଲଙ୍କା ଏଗୁଡ଼ା କୋଉଠୁ ବାସନା ହବ ବାପ ଆଉ ଟିକେ ଜିରା ଲଙ୍କା ଗୁଣ୍ଡ ଆଣିବା
ମୁଣ୍ଡା ହେଇଯାଇଛି। ଓହୋ ଓ ଆଁ ପୁରା ଭାବରେ ଚୁଚୁମୁଚୁ ସେ ସଜନା ଛୁଇଁ। ସଜନା ଛୁଇଁ ଶାଗ ଭଳି ନୁହଁ ନାଇଁ ଦେଖ ଦେଖ ଗୋଟେ ଦୁଇଟା କାରଣ ନଷ୍ଟ କାହିଁକି ଚଳିବ ଚଳିବ ନୂଆ ଲଙ୍କା ବାସ ସେଇଟା ଠିକ ଆମର ସେପଟେ ବାଲେଶ୍ୱର ସାଇଡରେ ସମସ୍ତଙ୍କର ଯାହା ଧାନର ଗଛ ଗୋଟେ ଗଛ ହବ ଭାଙ୍ଗି ସବୁ ତା ବାସ୍ନା କହିଦେବ ଟିକେ ଗୋଟେ କାମ ଦେଲେ ସଲା କମଳ ଝାଁ ଝାଁ କରିଦେବ। ଆଉ ତମର ଦାଦା ଲଗେଇଛ ନା ଧାନ ଗଛ? ନା ସେ ମୋ ମାମୁଁ ଲଗେଇଛି। ତା ବାଡ଼ି ଯିଏ ଯିବ ସେ ଖାଇବ ତାର। ତା ବାଡ଼ି ପଶିବ ମାନେ ଖାଇବୁ ଗାଳି ଖାଇବୁ। ସେ ଲଗେଇଥିଲେ ତା ବାଇରେ ବସିବ ପୂଜା କରିବ। ନା ମୁଁ ରାତିରେ ସବୁ ଯାଇ ନେଇ ଆସେ ଘରୁ ପଛପଟେ ଗେଟ୍ ସେ ଗୋଟେ ଲୋକ ଯାଆନ୍ତି ସବୁ ବିଲକୁ ସେ ଧରି ଚାଲେ ଆଉ ଧାନ କାଟିବ। ଓହୋ ଆଉ ଗୋଟେ ବୁଢ଼ା ଅଛି ସେ କଥା ଖବାଡ଼ି ହେଇଛି କଚା ଲଗା ଭେଣ୍ଡି ଫେଣ୍ଡି ବାଇଗଣ ଫେଣ୍ଡ ହେଇଛି ସେ ସବୁ ନେଇଯିବ ଆଉ ସିଏ ବୁଢ଼ା ବୁଢ଼ା ଜଗିବ ଦିନ ସାରା ସେ ବାଟ ବୁଢ଼ା ବାପଙ୍କ ଭାରି ଲୋଭ ନା ଆମ୍ବ ତ କାଢ଼ି ଦେବନି ଆଉ ଆମ୍ବ ଗୋଳିଆ ଯାଇଥିଲା ଦାନ୍ତ ନହେଲେ ବୁଢ଼ା ଅଛନ୍ତି। କଟା ଫଟା ଖବାଡ଼ି ସାରା ଗୁଡ଼େଇ ଦେଲା ମତେ ଗୁଡ଼େଇ ଦେଲା ବୁଢ଼ା ତୁ ଯାଇଥିଲୁ ଆମ୍ବ ଆଣିବ ଆମ୍ବଟା ଆଣିବ ଗୁଡ଼େଇ ଦେଲା ମତେ ସେଇ ରୋଡ଼ ଆଉ ମୁଁ ଗଲି ନୂଆ ଆସିଲି ଆଚ୍ଛା ତାର ଘରେ ଆସିକି କହିଲା ମାଇଲା ମତେ କହିଲା ତୁ ଗଲୁ ଆଉ 3 ଜଣଙ୍କୁ ନେଇକି ଯାଇଥିଲୁ ମୁଁ ଆଉ ଫେଷ୍ଟିଭାଲ ଆମ୍ବଟା ନେଇଥିଲୁ ଆଉ ତୁ କହିଦେଲୁ ଛୋଟବେଳ ସବୁ ଏରା ଯାଆନ୍ତି ତୋର କ'ଣ ହେଇଛି? ବେଡ଼ ଚୋପା ଆଣିକି ଆଳୁ କିଛି ନାହିଁ ଆଚ୍ଛା ଆଚ୍ଛା କ'ଣ ବା ଭିଡ଼ିଓ ଚାଲିଛି ଭିଡ଼ିଓ ଚାଲିଛି ସେ କ'ଣ ତରକାରୀ ସଜନା ଆଳୁ ଖାଇବୁ ଝୋଳ ପୁଇଟା ଦେଉନା ପୋଇ ନେଇ ଟୋଟାଲ ଟିଫିନ ସରିବ ଆଜି ତମର ତ ହାତ ଖୁଣ୍ଡିଆ ହେଇକି ଟିଫିନ ଖାଲି ସରିଯାଉଛି ଖଣ୍ଡିଆ ହେଇନି ହଇରାଣ ଭିତରଟା ଦେଖୁନ ବୋଧେ ବଡ଼ିଟା ନା ଆଗୁଆ ତ ଦଳି ଦେଇଥାନ୍ତୁ ମୋ ହାତରେ ହେଲା ତୁ ଭାତରେ ହେଇଲାନି ତାର ଟାଣ ଅଛି ବଢ଼ିଆ ଭଜା ଛୁଁ ଛୁଁ ମାର ସେଟା କିଣା ବଡ଼ି ନା ନା ଘର ବଡ଼ି ଟାକିବ କିଣା ନୁହଁ ବୁଝି ହାତ ମାର ଏଇସବୁ ଚାଷ ତ ଚାରିଆଡ଼େ ବଣିଟା ଘୋଷାରି ଘୁଷୁରି ଆଣୁଛି ଟୋଟାଲି ଗୁଲିଟା ଆସି ପଛିବ ତ କ'ଣ ଶୁଦ୍ଧ ଶାକାହାରୀ ରାଜା ତୁ ତ ସ୍କୁଲରେ ପଢୁଥିଲୁ ଗୀତ ଫୀତ ପଢୁଥିଲୁ ନା ମୁଁ ସ୍କୁଲ ଯେତେବେଳେ ସାର୍ ଗଲେ ହଉଛି କ'ଣ ତୁ ବଡ଼ କ'ଣ ମୁଁ କହିଲି ଲଞ୍ଚ ଘାଟର ପାଣି ଢାଳି ଲଞ୍ଚ ଘାଟ ଲଞ୍ଚ କ୍ୟାଣ୍ଟିନରେ ହଁ ପାଣି ଢାଳି ଆଚ୍ଛା ସାର୍ କହିଲେ ହଉ ଢାଳିବ ଆଉ ବଡ଼ ନା ମାନେ ଯୋଉଟା ମଜାକରେ କହିଥିଲୁ ହଁ ମାନେ ସେଟା ବୁଦ୍ଧି ଆଇଲାନି ଆଉ ବୁଦ୍ଧି ତ ଆଇଲାନି ଏଇ ବୁଦ୍ଧିଟା କେମିତି ଆଇଲା ଲଞ୍ଚ ପଛପଟେ ପାଣି ଢାଳିବ ଲଞ୍ଚରେ ଯୋଉ ପାଣି ପଶିବ ତାକୁ ବି ବାହାର କରି ଢାଳିବ ଏଇଆ ତ ନା ଆଉ ଲଞ୍ଚ ଘାଟ ପାଣି ଢାଳିବି ପୁଣି ଲଞ୍ଚ ଗାଧେ ମାନେ ପଛଟା ଯୋଉ ଘରୁ ଯୋଉ ଇଏଟା ଆଚ୍ଛା ସେଟା ନ ଜାଣିଲେ ମୁଁ ଘାଟ
ପାଣ୍ଡାରେ ସେ ଚାଲିବ ଆଉ। ଏକଥା ନ ତ ପ୍ରଥମ ଗୋଟେ ଫ୍ୟାନ୍ ବୁଦ୍ଧି ପାଇଲାନି ଆଉ ଅଲଗା ଗୋଟେ ପାଇଲାନି କୋଉଠି ବୁଦ୍ଧି ହେଇନଥିଲା ମୋ ସେତେବେଳେ ସେତେବେଳେ ସଫ୍ଟୱେର ନ କରୁଥିଲି ସବୁଦିନ ପଚାରିଲେ କିଏ କଣ ହବ ସବୁ ଡକ୍ଟର ହବ ପୁଲିସ ହବ ମୁଁ କହିଲି ମୋର ତ ମୁଁ ଲଗ ପାଣ୍ଡାରେ ଆଉ କହିଲେ ତ ସେଇଠୁ ତ ସ୍କୁଲ ଯାଏନି ଆଉ ବନ୍ଦ ସଫ୍ଟୱେର ବନ୍ଦ ବାସ୍ ତ ପ୍ରାର୍ଥନା ହେଲା ଥରେ ଗଳି ଯାଇଥିଲି ତୁ ତ ହେ କହିଲା ବେଳକୁ ତ ସେ ଦୟାମୟ ଟ୍ରଫି ମିଳି ମୁଁ ପ୍ରାର୍ଥନା କଥା କଣ ମୁଁ ଛିଡ଼ା ପ୍ରାର୍ଥନା ପ୍ରାର୍ଥନା ଥରେ ସରିଥିଲା ମୁଁ ପଳେଇ ଯାଇଥିଲି ଭିତରକୁ ଆଚ୍ଛା ସାର୍ କେମିତି ଦେଖି ବୁଝିଦେଲି ଆଉ ଗୋଟେ ହେଡ୍ ମାଷ୍ଟର ଥିଲା ସେ ଭାରି ମୁଖାନ୍ତିଆ ଆଉ ଯେକୁ ନ ଦେଇକି ପକେଇଲା ତାର ଭୂତଳର ସେଟା ହୁଏ ଆଉ କହିଲା ପ୍ରାର୍ଥନା ସମୟ କେହି ଜାଣିନାହାନ୍ତି ମୁଁ ପଳେଇବି ଆଗୁଥିଲେ ଆଉ ତ ଯାଇ ଜାଗା ମାରିବ ଆଉ କଣ କାହାର ବସିଲେ ଆଉ କିଛି ପଚାରିବେନି ଆଉ ପାଠ ପାଠ ଆଉ ଯେମିତି ଖାଇବା ଛୋଟ ହବ ତାମାନେ ବ୍ୟାଗ ଘଣ୍ଟାରେ ଖୋଜିବି ଚାଲେ ଗଲୁ ହଁ ଜରି ନେଇକି ଯାଇଥିଲି ଆଚ୍ଛା ଜରି ନେଇକି ଯିବୁ ଦିଟା ବହି ଦିଟା ଖାତା ପେଟ୍ରୋଲ ପୁରେଇବୁ ଜରି ପକେଟ ପୁରେଇବୁ ଚାଲେ ଯେତେ କମ୍ ନବ ତମ ପାଇଁ ସୁବିଧା ଆଉ ନା ବ୍ୟାଗ ମାନେ ଆଣିପାରିବୁନି ଚାରିଟା ଆସେ ଆମର ଇଏ ଖବର ଆଣିଥିବ ଯଦି ପଳେଇ ଆମେ ଯିବା କାହାର ଲେମ୍ବୁ କାହାର ନଡ଼ିଆ କଇଁଥ ହେଇଥିଲା କଇଁଥ ମାନେ ମାଲ କିନ୍ତୁ ଉଠିବ ସେ ବ୍ୟବସ୍ଥା ହଁ କଇଁଥ ବି ସେତେବେଳେ ପ୍ରବଳ ଛୁଆ ଗୋଟେ ପୁଣି ସେଟା ପୁଣି କଇଁଥ ଆଣା ପୁଣି ସ୍କୁଲ ଫିଷ୍ଟି କରି ଖାଇବା ନା ଖାଇବା ଟାଇମ୍ ହବ ଦୋଳି ଲଗା ଫଗା ଡାଲିର ଆଳୁ ଫଳୁ କାଢ଼ିକି ଦୋଳି ଖାଇବ ଆଉ ବାସ୍ ସେ ଆଗରୁ ବ୍ୟବସ୍ଥା କରିବାକୁ ପଡ଼ିବ ପୁଣି ସଞ୍ଜରେ ଆଳୁ ହବ ଆମର କହନ୍ତି ସୁପାଣି ଫିଷ୍ଟି ଆମେ ଖରାବେଳେ ପଳେଇ ନା ଆମ ସେଠି ପୋଖରୀ ଅଛି ନା ପୋଖରୀ ପାଖରେ ହଉଛି କଇଁଥ ଗଛ ସେ ପୋଖରୀର ଜେଜେକୁ ଖୋଜିବୁ ତା ବାଡ଼ି ଯାଇ ହବନି ଯାହା ସେ ପୋଖରୀ ଖୋଜିବୁ ଯେତେବେଳେ ଖେଳ ଛୁଟି ହୁଏ ହଁ ଖାଇବା ଛୁଟି ଖାଇବା ଛୁଟି ଖାଇବା ଛୁଟି କଣ ଅଣ୍ଡା ଖାଇଦେବୁ ଚାଲେ ତମର ଗଣ୍ଡା ଦିଆଗଲା ହଁ ହଁ ଷଷ୍ଠ ଶ୍ରେଣୀ ଦିଆଗଲା ମନକୁ ତୋ କେତେ ବର୍ଷ କଥା କହୁଛୁ ଏଇ ଯୋଉ ଷଷ୍ଠ ଶ୍ରେଣୀ ପଢୁଥିଲି ବହୁତ ଦିଆଯାଉଥିଲା ଅଣ୍ଡା ଅଣ୍ଡା କେତେ ବର୍ଷ? ସେତେବେଳେ ଫାଷ୍ଟ 19 ବର୍ଷ 19 ବର୍ଷ ମାନେ 5-7 ବର୍ଷ ତଳେ 8-9 ବର୍ଷ ତଳେ କଥା କହୁଛୁ ସେତେବେଳେ ଦିଆଗଲାଣି ହଁ ଗଣ୍ଡା ଦିଆଗଲା ଅଙ୍ଗନବାଡି କଣ ଜଣ ଆଗରୁ ଇଏ ଦିଆଯାଉଥିଲା ଝୁଲା ଚାଉଳ ଡାଲି ଆଗରୁ ଆମ ଘରେ ଉପମା ଦିଆଯାଉଥିଲା ଅଙ୍ଗନବାଡି ସେତେବେଳେ ଭାଇ ସ୍କୁଲ ଆରମ୍ଭ ଡାଲି ଚାଉଳ ଦିଆଯାଉଥିଲା ସ୍କୁଲ ସେତେବେଳେ ରୋଷେଇ ହଉଥିଲା ଆମେ ଡାଲି ଚାଉଳ ଆଣି ବିକ୍ରି କରିବୁ କାମ ଘରେ ପ୍ରଦାନ କରି ନାହିଁ ଆଉ ଦେଲେନି ଆଉ ସ୍କୁଲ ଯାଉନୁ ଆଉ କଣ କରୁ ସେତେବେଳେ ହାଫ ପ୍ୟାଣ୍ଟ ଦିଅନ୍ତି ହାଫ ପ୍ୟାଣ୍ଟ ଗୋଟେ ଧଳା ସାର୍ଟ ଗୋଟେ ତମ ବେଳକୁ ଦେଲେନି ଆମ ବେଳେ କିଛି ନଥିଲା ଆମର ନିଜ ଡ୍ରେସ୍ ନିଜେ ପିନ୍ଧି କାଳି ପକେଇନି ତମେ ଯୋଉ କହିଲ ଆମର ଅଙ୍ଗନବାଡିରେ ଇଏ ନଥିଲା ତମ ବେଳକୁ ସେଥିରେ ଅଙ୍ଗନବାଡି ଥିଲା ନା ଆଉ ଅଙ୍ଗନବାଡି ଥିଲା ଆଉ ତମର ଅଙ୍ଗନବାଡି ଥିଲା ହଁ ଆମ ଅଛି ନା କଣ ନା ସେ କହୁଛନ୍ତି ନା ମୁଁ ସେଇଥିପାଇଁ ପଚାରୁଛି ତମ ପାଠ ପଢିଲା ଅଙ୍ଗନବାଡି ଥିଲା ହଁ ହଁ ନା ଆମର ଉପମା ଆସିବା ଆମେ ଖାଇଛୁ ହଁ ବଡ଼ ଆମର ହସ ସେତେବେଳେ ଚାଟଶାଳୀ ଚାଟଶାଳୀ ମୁଁ କହୁଛୁ ଆମର ଉପମା ଆମେ ଖାଇଛୁ ପ୍ରଥମ ଦ୍ୱିତୀୟ ଗୋଟିଏ ଜାଗା ଥିବ ସ୍କୁଲ ସେ ଜାଗା ସ୍କୁଲ ଘର ତାକୁ ହିସାବ କରେ ନା ସେତେବେଳେ ଅଙ୍ଗନବାଡି ଆମ ବର୍ଷ ପଳେଇଲେ ଅଙ୍ଗନବାଡି ଖୋଲା ନା ଅଙ୍ଗନବାଡି ଆମ ବେଳେ ନଥିଲା କଥା ଇଏ କହୁଛନ୍ତି ଯେମିତି ଅଙ୍ଗନବାଡି ଥିଲା ଆମ ବେଳେ ସବୁ ନଥିଲା ଅଙ୍ଗନବାଡି କିଛି ବର୍ଷ ହେଲାଣି ବାହାରିଲାଣି ନା ଆଉ ଆଜି ଉପମା ତାହେଲେ କୋଉଠି ଆସେ କୋଉଠି ଆସୁଥିବ କାଗଜ ପେଟି ମୋଟା ବସ୍ତାରେ
ଉପମା ହଳଦିଆ ହଳଦିଆ ମକା ଗୁଣ୍ଡ ସେଟା ମକା ଗୁଣ୍ଡ ହଁ ସେଟା କୋଉଠି ଦିଆ ରିଲିଫ ଫିଲିଫରେ ଦିଆ ହଉଛି। ରିଲିଫ କି ମାରଗୁଲି ସ୍କୁଲ ହଉ କି ଚାଟଶାଳୀ ହଉ କି ଅଙ୍ଗନବାଡି କୋଉଠି ଦିଆ ହୁଏ? ସେ ଏବେ ଦିଆ ହଉଥିଲା ମକା ଗୁଣ୍ଡ। ମୁଁ ବା ମକା ଗୁଣ୍ଡ ଖାଇଛି। ମକା ଗୁଣ୍ଡ ସେ ରିଲିଫ ଫିଲିଫରେ କିଏ ଦେଇଥିଲେ ସେ ଅନେଶତ ମସିହାରେ ମକା ଗୁଣ୍ଡ ସବୁଆଡେ ଯାଇଥିଲା। ଅନେଶତ ମସିହାରେ ମକା ଗୁଣ୍ଡ ହେ ଭଗବାନ ହାଲୁଆ କରିକି ଖାଉଥିଲେ ମକା ଗୁଣ୍ଡକୁ। ଶୁଣନ୍ତି ଜଡ଼ା ପାଖରେ ଆମର ରୁହେ ଆପଡ଼ା ପାଖରେ ଏତିକି କାନ୍ଥି ଆମେ ଖରାବେଳେ ତାକୁ ନେଇକିରି ଯିବୁ ସେପଟେ ତାକୁ ଫଟେଇବୁ ତାକୁ ଆଣି କାଗଜରେ ପଲିଥିନରେ ନେଇକି ଆସିବୁ ତାକୁ ଖାଇବୁ। ସବୁ ରିଲିଫ ଫିଲିଫ ପାଇଁ ଖବ ତାକୁ ଖାଇବ ସରପଞ୍ଚ ଏତିକି ରଖିଲେ ହେଇଥିବେ। ଭଗବାନ ଅଙ୍ଗନବାଡି ଉପମା ଆସେ ତାକୁ ଉପମା କହନ୍ତି ଆମର। ଅଙ୍ଗନବାଡି ହିଁ ନଥିଲା ତ ମନକୁ ଥିଲା। ହଉ ଉପମା କେମିତି ଖାଇଛି ସେ ଅଙ୍ଗନବାଡି ହଉ କି ଚାଟଶାଳୀ ହଉ ମୁଁ ସେଇ ତମର ଆସେ ନା ସେଇ କଥା ସେ କହୁଛି ମସିହାରେ ମୁଁ ଖାଇଥିଲି ଯେତେବେଳେ ତା ପୂର୍ବରୁ ଖାଇନୁ ନା ଭାଗ୍ୟ ମିଳିନି ତୋର। ନା ସେ ସେଇ କଥା ପୁରା କହୁଛି ରିଲିଫ ଫିଲିଫ ପାଇଁ ଆସେ ରହିଥିବ ଭୁଗୁନୁ ମୁଁ ବାଥରୁମ ଯାହା ପାର ମିଛ କହିବିନି। ଏବେ ଅଙ୍ଗନବାଡି ଆସୁଛି ଯୋଉ ଛତୁଆ ମୁଁ ବି ସେତେବେଳେ ଖାଇଛି। ତା ଗାଁକୁ ରାସ୍ତା ନଥିଲା ଏ ବାତ୍ୟା ପରେ ହେଇଛି କହୁଛନ୍ତି ସବୁ ମୁଁ ସେତେବେଳେ ତମର ତ ରାସ୍ତା ଥାଇକି ବି କଣ ପାଇନ ନାଇଁ ରାଜା ମୁଁ ତ ପାଇଛି। ସେଇ 1900 ମସିହାରେ ମକା ଗୁଣ୍ଡ ନୂଆ ଆଇଲା। ତମେ ଯୋଉ 1900 ମସିହାରେ ମକା ଗୁଣ୍ଡ ଚିହ୍ନିଲ ତା ପୂର୍ବରୁ ଚିହ୍ନ ତମ ତମେ କେବେଠୁ ଚିହ୍ନିଲଣି? ମୁଁ ପିଲାବେଳୁ ତମର ତ 83 ଜନ୍ମ ଇଏ 1900 ମସିହାରେ ବାତ୍ୟା ହେଲା। କେତେ ବର୍ଷ ହେଲା? 83 1900 କେତେ? 915 କଥା ପଚାରୁନି। 916 1900 ମସିହା ହେଲା ବେଳକୁ ତମେ କେତେ ବୟସ ହେଇଥିଲ? 1900 ମସିହା ହେଲା ତମେ କେତେ ବୟସ? 1900 ମସିହା ହେଲା ବେଳକୁ 1900 ମସିହାରେ ଦଶମ ପରୀକ୍ଷା ଦଶମ ପରେ ସେଣ୍ଟର କରିଥିଲା। ହଁ ଦଶମ ତା ପୂର୍ବରୁ ତମେ ଖାଇଲଣି? ମୁଁ ବିଦ୍ୟାୟନ ସେ ଆଉ କୋଉଥିପାଇଁ ଆସିଥିବ ରଖା ହେଇଥିବ ନା ନା ପ୍ରତି ବାରି ବାରି ତାଙ୍କର ଆସେ ତାପରେ ବଡା ପାଖରେ ପଞ୍ଚାୟତ ଜିନିଷ କାହିଁ ରହିବ ସ୍କୁଲ ଜିନିଷ ରହୁଥିବ। ସେ କାହିଁ ସ୍କୁଲ ଉପରେ ମୁଁ ପ୍ରଫୁଲ୍ଲ ବଡା ପାଉଛନ୍ତି ଆମ ସ୍କୁଲ ମାଷ୍ଟର ନା ଜଡ଼ା ପାଖରେ କୃଷକ ତାଙ୍କ ଆଜ୍ଞା ପଞ୍ଚାୟତ ଦେଉଛି କି ବ୍ଲକ ଜିନିଷ ରହିବ କଣ ପାଇଁ କଣ ଜମା କିଛି ନୁହଁ କହୁଛି ବୁଲିଦେଇ ଥିଲା ଏ ବୁଲିଦେଇ ବଡ ଭଉଣୀ ତାଙ୍କ ନା କଣ ଜଲଦେଇ ବୁଲିଦେଇ କିନ୍ତୁ ଅଙ୍ଗନବାଡି ସେତେବେଳେ ନଥିଲା ନା ଚାନ୍ସ ନାହିଁ। ତମର ଡେଭଲପ ଅଙ୍ଗନବାଡି ସବୁ ଯାହା ସବୁ ହେଲା 1900 ମସିହା ପରେ କଣ କୁହନି ହେଇଥିବ। ସ୍କୁଲକୁ ପିଲା ଆସୁଛନ୍ତି ଖାଇବାକୁ ସ୍କୁଲରେ ଯୋଉ ଛୁଆ ଖାଉଛନ୍ତି ସବୁ ବହୁତ ପଛରେ ହେଇଛି। ଆମେ ମୁଁ କେବଳ ଉପମା ପାଇଛି ଏଇ ମକା ଗୁଣ୍ଡ ତମେ କିନ୍ତୁ ପାଇନ ସେବା କରୁଛି ସତରେ କିଏ ସବୁ ଉପମା ମକା ଗୁଣ୍ଡ ପାଇଛ କହିବ? 83 ମସିହାରୁ 1900 ମସିହା ଭିତରେ କିଏ ନା ମକା ଗୁଣ୍ଡ କଥା ମୁଁ କହୁନି ଅଙ୍ଗନବାଡିରେ କିଏ ପଢିଛ ପାଇଛ ମକା ଗୁଣ୍ଡ ସେଇଟା କହିବ। ମୁଁ କହୁଛି ଅଙ୍ଗନବାଡି କି ଚାଳି ତୁ ଚାଟଶାଳୀ ଏମିତି କହୁଛ କି ସ୍କୁଲ ଯା କିନ୍ତୁ ମକା ଗୁଣ୍ଡ ପାଇଛ କି ନାହିଁ? ମକା ଗୁଣ୍ଡ ଯେତେଥର ବାତ୍ୟା ବାତ୍ୟା କଣ ସେତେବେଳେ ଥିଲା କଣ ଜାଣିଲ ଭାଇ ପ୍ରତିଦିନ କ୍ଲବ ଘରେ ରୁହନ୍ତି କ୍ଲବ ଘରେ ଛୋଟ ଛୁଆ ପାଇଁ ଖେଳନା ସବୁ ରାଇଜ ଥାଏ ହେଲା କି ସେଠିକି ପିଲା ଯାଆନ୍ତି ଖେଳିବାକୁ ତାଙ୍କୁ ଗୋଟେ ମିଟିଂ ହୁଏ ସବୁ ଗାର୍ଡିଆନ ଯାଆନ୍ତି ଟିଫିନ ସବୁ ବ୍ୟବସ୍ଥା ହୁଏ ସେତେବେଳେ ସେ କ୍ଲବ ଘର ଛୁଆ ସେତେବେଳେ ଯାଆନ୍ତି କ୍ଲବ ଘର ସେତେବେଳେ ଏମିତି କ୍ଲବ ଘର ଥିଲା ଟାଇଲି ଘର ଆଉ ସେଟା କଣ କ୍ଲବ ଘର ପିଲା ଯାଇ ବସନ୍ତି ନା କଣ କରନ୍ତି ସେମିତି ନୁହଁ ଏଇ ଛୋଟ ଛୁଆ ତମ ଆଗରେ ବୁଲିବାକୁ ଭଲ କରି
ମୋ ସାଙ୍ଗ ବୁଲିଆ ମୁଁ ଆରେ ସେ ଯେଉଁ ଉପମା ଆମେ ଖାଆନ୍ତି ସେ କୋଉଠି ପାଇଁ ଆସେ କି ଦେଖିଆ ହଉ ବୁଲିବାକୁ ଲଗେଇବା କାହିଁ ତା କଥା କହୁଛୁ ସିଏ ଗୋଟେ ବୁଲିଆ ଶୋଇପଡ଼ିଲାଣି ମୋଟା ହେଲେ ଆଉ ବୁଲି ବୁଲି କ'ଣ କରୁଛୁ ଏ ଆଚ୍ଛା ଗୁଲି ଆମେ ଯୋଉ ପିଲାବେଳେ ଯୋଉ ଦିଜଗଡ଼ା ଆମ ଘରେ ଯୋଉ ଉପମା ଖାଆନ୍ତି ହ୍ୟାଲୋ ଦିଜଗଡ଼ା ଆମ ଘରେ ଯୋଉ ଉପମା ଖାଆନ୍ତି ତୋର ମନେ ଅଛି ହଁ ମନେ ଅଛି ନା ଭଲ ଲାଗେ ନା ସେ ତାଙ୍କ କୋଉ ଘରେ କହିଲୁ ସେଇଟା କୋଉ ଘରେ ହଏ ତାଙ୍କର କୋଉ ଘରେ ସେ ଉପମା ରହେ କହିଲୁ ଉପମା ତାଙ୍କ ସେ ଆଗରୁ ମାଟି ଘରେ ଥିବ ମାଟି ଘରେ ଯୋଉ ଅଦା କାନ୍ଥି ହେଇଥିଲା ହଁ ଯୋଉ ଅଦା କାଟି ବାଟ ଘର ଯୋଉ ଇଏ ବାରି ଆଡକୁ ବାରି ଆମେ ଏପଟେ ଡେଇକିରି ପଶିଯାଉନି ବାରି ଆଡେ ଡେଇକି ପଶିଯାଉଛି ଘର ଭିତରେ ସେ ଉପମା ଖାଆନ୍ତି ନା ଖାଆନ୍ତିନି ଆମେ ହଁ ତୋର ମୋର ଅବିନା ସେ ବସନ୍ତ ଆମକୁ ଛୁଆ ଗେଜୁକୁ ସେଇ ଛିଡ଼ା ହେଇತಾ ଆମେ ଜାଣି ଦଉନି ଗେଜୁ ଦବା ଜୀବନ ଡରିକି ବସନ୍ତ ବାସ୍ ଆମକୁ ଛୁଆ ଗେଜୁ ସେଇ ଛିଡ଼ା ହେଇತಾର ଆମେ ଆଣୁଛୁ ତୋ ପାଇଁ ଆଚ୍ଛା ସେ ଉପମା କୋଉଠିକି ଆସେ ସେ ଉପମା ଯୋଉ ଆମର ସେ ତ ଅଙ୍ଗନବାଡି ବୁଲି ଆମର ଅଙ୍ଗନବାଡି କରିଦେବ ଆଉ ସେଇଠି ଅଛି ସେ ଅଙ୍ଗନବାଡି ଆମର ଶୋକ ଦେଇ ଥିଲା ପିଅନ ଆମର ଧୋବା ସ୍ତ୍ରୀ ବା ଶୋକ ଦେଇ ସେତେବେଳେ ଥିଲା ପିଅନ ଥିଲା ସେ ଦୟ ତମେ କୋଉ କ୍ଲାସରେ ପଢୁଥିଲ ସେତେବେଳେ ଆମେ କୋଉ କ୍ଲାସରେ ପଢୁଥିଲେ ରେ ଆଗରୁ ଯେତେବେଳେ ଉପମା ଆସେ ଆମେ ଖାଆନ୍ତି ସେତେବେଳେ ଆମେ କୋଉଥିରେ ପାଠ ପଢୁଥିଲେ ଆମେ ସେତେବେଳେ ପ୍ରଥମରେ କି ଦ୍ୱିତୀୟରେ ଏମିତି ହବ ହେଲା ମୁଁ କହୁଥିଲି ଗୁଲି ଗୁଲି ହ୍ୟାଲୋ ଆଚ୍ଛା ତମ ବେଳେ କଣ ତମେ ସବୁ ଅଙ୍ଗନବାଡିରେ ପଢିଥିଲ ମାନେ ଖାଇବା କଥା ବଡ କଥା ନୁହଁ ତମ ବେଳେ କଣ ଅଙ୍ଗନବାଡି ଥିଲା ତମେ ଅଙ୍ଗନବାଡି ତମ ବେଳେ ଥିଲା ଆମେ ବା ନିଜେ ପଢିଛୁ ବୁଲେଇ ପାଖରେ ମୋର ଅବିନାର ତନ୍ମୟ ବସନ୍ତ ପଢିଥିଲ ଆଚ୍ଛା ଏବେ ପ୍ରମାଣିତ କଣ ହେଲା ଆମେ ପଢିନୁ ତମେ ପଢିଛ ଆମେ ପଢିଛୁ ତ ବାସ୍ ଆପଣମାନେ ତ ସବୁ ମୋବାଇଲ ମାଧ୍ୟମରେ ଶୁଣିଲେ ଜାଣିଲେ ଏବେ କୁହନ୍ତୁ ଅଙ୍ଗନବାଡିରେ କିଏ ପଢିଛି ଉପମା କିଏ ଖାଇଛି ଏଥିରେ ଆମ ଗାଁକୁ ରାସ୍ତା ନାହିଁ ଯଦି ପଖାଳ କଂସା ଭିଡ଼ିଓଟି ଭଲ ଲାଗିଥିବ ପଖାଳ କଂସା ତ ନୁହଁ ପଖାଳ ଟିଫିନ୍ ଭିଡ଼ିଓଟି ଯଦି ଭଲ ଲାଗିଥିବ ଉପମା ଅଙ୍ଗନବାଡି ଯଦି ଭଲ ଲାଗିଥିବ ଆପଣମାନଙ୍କୁ ପ୍ଲିଜ୍ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବେ କାହ୍ନା ସିଂ ଓଡ଼ିଆ ଯାତ୍ରା ୟୁଟ୍ୟୁବ୍ ଚ୍ୟାନେଲକୁ ଦେଖିବାକୁ ଜମା ଭୁଲିବେନି ରହୁଛି ଜୟ ଶ୍ରୀ ଜଗନ୍ନାଥ ଗେଞ୍ଜି ତାର କହିଦେଲାଣି ତାପସ କୁମାର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ